ଏବଂ ଶେଷ ପକ୍ଷୀ ଉକ୍ରସ ପକ୍ଷୀ ସଦୃଶ୍ୟ ସେ ଆମମାନଙ୍କୁ ଉକ୍ରସ ପକ୍ଷୀ ଇଗଲ ପକ୍ଷୀ ଯେପରି ସେ ଉପରକୁ ତାର ନେଇଯାଏ ପିଲାମାନଙ୍କୁ ନେଇଯାଏ ଏବଂ ଛାଡ଼ି ଦିଏ ସେ ଶିଖନ୍ତି ଆଜି ଆମମାନଙ୍କୁ ସେ ଏ ମର୍ତ୍ତ୍ୟରୁ ସ୍ୱର୍ଗକୁ ନେଇଯିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ଥାନ ପ୍ରସ୍ତୁତ କରୁଛନ୍ତି। ଚାରି ପ୍ରାଣୀ ଅଗଣର ଦୂତ ମାନେ ବାବୁରେ ଏ ବିଷୟଟି ତ ଏଇ ପଦଟି ଆଲୋଚନା କଲା ବେଳକୁ ଆହୁରି 20 ମିନିଟ ତ ଯାହା ହଉ ଯୋଉଠାରେ ଅଗଣର ଦୂତ ମାନେ ତୁମର ପ୍ରଶଂସା କରୁଛନ୍ତି 24 ପ୍ରାଚୀନ ପ୍ରଶଂସା କରୁଛନ୍ତି ଚାରି ପ୍ରାଣୀ ପ୍ରଶଂସା କରୁଛନ୍ତି ହେ ପ୍ରଭୁ ଏ ଜଗତରେ ତୁମେ ଆମମାନଙ୍କୁ ଜୀବନ ଦାନ ଦେଇଛ ଆଜି ଆଶୀର୍ବାଦ କରିଛ ଆମେ ଅଯୋଗ୍ୟ ପାପୀ ଆମେ ବାଲା ମାଧ୍ୟମରେ କଣ ଜ୍ଞାନ ଅଛି ଯେ ଆପଣ ମାନଙ୍କୁ ସବୁ ସନ୍ତୁଷ୍ଟ କରିପାରିବେ କିନ୍ତୁ ପ୍ରଭୁ ଏଭଳି ଆଶୀର୍ବାଦ କରିଛନ୍ତି କୃପା କରିଛନ୍ତି ଦୟା କରିଛନ୍ତି ଆଜି ଗୋଟେ ଗୋଟେ ଦଳ ଆଜି ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ପ୍ରଶଂସା କରୁଛନ୍ତି। ବାବୁରେ ବିଷୟବସ୍ତୁ ବୁଝିବା କାରଣ ସମୟ ସୀମିତ ଏଇଠି କଣ ହେଇଛି ଗୋଟିଏ ପଦେ 14 ଆଖିରି ଦେଇ ଆମର ବିଷୟବସ୍ତୁ ବୁଝିବା ଲେଖିଲେ ଏ ମଣ୍ଡଳୀ ସହିତ ପର୍ବତୀୟ ମଣ୍ଡଳୀ ର ନିବିଡ଼ ସମ୍ପର୍କ ପୁରାତନ କାଳ ଏଠାକାର ଝିଅ ପର୍ବତୀୟାରେ ବିବାହ ହେଇଛନ୍ତି ପର୍ବତୀୟାର ଝିଅ ଏଠି ବିବାହ ହେଇଛନ୍ତି ସେ ଉଦ୍ଦେଶ୍ୟରେ ପଦେ କବି ଲେଖିଛନ୍ତି ସମ୍ପର୍କ ଲାଗି ଯାଇଛି ସ୍ୱର୍ଗତ ସନାତନ ରାଉତ ଲେଖିଲେ କଣ ଲେଖିଲେ ଝିଅ ଦିଆନିଆ ଝିଅ ଦିଆନିଆ ଝିଅ ଦିଆନିଆ ଝିଅ ଦିଆନିଆ କୁନି ଝିଅ ଦେବେ ହେବେ ନୂଆ କନିଆ କୁନି ଝିଅ ଦେବେ ହେବେ ନୂଆ କନିଆ ବେଶୀ ନୂଆ ପାଠ ପଢିବେ ପାଠ ପଢି ନା କରିବେ 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 କାହା ଘରେ ଗଢିବେ ନାହିଁ ନୂଆ ଦୁନିଆ କୁନି ଝିଅ ଦେବେ ହେବେ ନୂଆ କନିଆ ଆମ କୁନି ଝିଅ ଦେବେ ହେବେ ନୂଆ କନିଆ ପଣ୍ଡିତ ମଣ୍ଡଳୀ ମୋର ଦେଇ ମନ ପାନ କୁନି ଝିଅ ଦେବେ ହେବେ ନୂଆ କନିଆ ଯାହା ଯାହା ବାକ୍ୟ ମାନ ହେବ ଆଲୋଚନ କୁନି ଝିଅ ଦେବେ ହେବେ ନୂଆ କନିଆ ଜୟ ଜୟ ଦୁବା ବେଶ ହେଇ ତ ନନ୍ଦନ କୁନି ଝିଅ ଦେବେ ହେବେ ନୂଆ କନିଆ ତୁମ ପଦ୍ମ ପଦ୍ମରେ ମୋର ରହିଲାଣି ମନ କୁନି ଝିଅ ଦେବେ ହେବେ ନୂଆ କନିଆ ନୂଆ ପ୍ରୟାସର ପାଲା ଲାଗେ ଉତ୍ସାହିତ କୁନି ଝିଅ ଦେବେ ହେବେ ନୂଆ କନିଆ ପ୍ରଭୁଙ୍କର ଗୌରବରୁ ହଉ ପତିତ କୁନି ଝିଅ ଦେବେ ହେବେ ନୂଆ କନିଆ ସମସ୍ତଙ୍କୁ ଆଶୀର୍ବାଦ କର ଦୟାବାନ କୁନି ଝିଅ ଦେବେ ହେବେ ନୂଆ କନିଆ ତୁମ୍ଭ ପାଦ ପଦ୍ମରେ ମୋର ରହିଲାଣି ମନ କୁନି ଝିଅ ଦେବେ ହେବେ ନୂଆ କନିଆ ସର୍ବପ୍ରଥମରେ ଯୁବା ଅନୁଷ୍ଠାନକୁ ଧନ୍ୟବାଦ କୁନି ଝିଅ ଦେବେ ହେବେ ନୂଆ କନିଆ ଏଇ ପ୍ରୟାସ ସବୁ ବର୍ଷ ହେଉ ଜଗିତ କୁନି ଝିଅ ଦେବେ ହେବେ ନୂଆ କନିଆ ମଣ୍ଡଳୀକି ମୋର ଏହି ନିବେଦନ ଭରି କୁନି ଝିଅ ଦେବେ ହେବେ ନୂଆ କନିଆ ଏଇଭଳି ଭାବ ତମ କହିଲା ବହୁହାରି କୁନି ଝିଅ ଦେବେ ହେବେ ନୂଆ କନିଆ ଏଇଠାରୁ ବିଷୟକୁ କରୁଛି ଗମନ କୁନି ଝିଅ ଦେବେ ହେବେ ନୂଆ କନିଆ ସମୟ ତ ଦୌଡ଼ି ଅଛି ଉଚ୍ଛନ୍ନ ଯେ ମନ କୁନି ଝିଅ ଦେବେ ହେବେ ନୂଆ କନିଆ 4 ଘଣ୍ଟାର ବାଟ କିପରି 2 ଘଣ୍ଟା ସାରିବି କୁନି ଝିଅ ଦେବେ ନୂଆ କନିଆ ଦୟା କର ଅନୁଗ୍ରହ ଆହେ ଦଇତାରି କୁନି ଝିଅ ଦେବେ ହେବେ ନୂଆ କନିଆ ଝିଅ ଦିଆନିଆ ଝିଅ
ଜମା ସମ୍ଭାଳି ହଉନ। ବରମାର୍ଜନ ମୋର ବିଦ୍ୱାନ ମଣ୍ଡଳୀ, ଆପଣଙ୍କର ବହୁମୂଲ୍ୟ ସମୟକୁ ମୁଁ ନଷ୍ଟ କରିବାକୁ ଯିବିନି। ଆଚ୍ଛା, ଇଏ ଅଲଗା ପ୍ରକାର ପାଲା। ସମୟ ଆମ ନିମନ୍ତେ ବଳବାନ ଦରକାର, କାରଣ ବିଷୟବସ୍ତୁକୁ ଦୁଇଟି ପର୍ବରେ ବିଭକ୍ତ। 4 ଘଣ୍ଟାର ବିଷୟବସ୍ତୁ, ତାକୁ 2 ଘଣ୍ଟାରେ ମୁଁ ସାରିବାକୁ ଚେଷ୍ଟା କରିବି। ଆଜ୍ଞା, ଗଲାଣି ଭାରି ଏଥିରୁ 30-35 ମିନିଟ୍। ଚାଲ। এই সমୟରେ କଣ ହେଇଛି? ଆଜି ଆପଣମାନଙ୍କୁ ଏକ ବିଷୟବସ୍ତୁକୁ ନେଇ ଯାଉଛି। ପ୍ରଥମ ରାଜାବଳୀ 17 ପର୍ବ ଏବଂ 18 ପର୍ବ, ଦୁଇଟି ପର୍ବ ଭିତରେ ଏ ଆଲୋଚନା ବିଷୟବସ୍ତୁ ଲେଖିଲେ। ଆଜ ଏ ଶୁଭ ବାସରେ বন্ধু বল দিয়ে নদী জল দিয়ে আজি বন্ধুটিয়ে পাইছিলি বেলি ঝিও যাইকিরি আজি ঝিওটিয়ে দেইছিলি বেলি মই গায়ক কুছিয়ে গায়ক আজি সাহায্য করে আসি মতি যেতেবেলে ডাকি দেলে সে মনা করন্তিনি নাই নাই মো ঘর পর্বতিয়া বাপ্তিস্ট মণ্ডলীর মু হউছি পালা গায়ক এবং চর্চর সম্পাদক। আচ্ছা, ইয়ে হউচন্তি আমার মিনসিপাটনা মণ্ডলীর গায়ক এবং মোর সমুদি। তুমি যাও এইভাবে বন্ধু বান্ধব ভিতরে সম্পর্ক থিলে আগুক বড়ি পারিবা। আচ্ছা, হেইছি কোন লেখিলে মোর স্বর্গত নিরঞ্জন দাস কোন লেখিলে আজি তাଙ୍କ কাব্য কবিতারে লেখিলে আজয় শুভবাসরে নিবেদন বিদুষরে অবগাহন করো এ গীতি রসরে। ভাই আমি মানে কোন সকালে কি অবগাহন করিনে স্নান করিনে পরিষ্কার হেইনে কবি গাইতে লেখিলে। আরে আন্তরে গাধে বলুন ভাই কোন অবগাহন করিব? আরে পানি রে নুহে এ গীতি রসরে। আরে রস কোন কইলো କେତେଟା ରସ ପାହାଡ଼ରୁ ଖାଇ ଚାଇଲ ମାନେ ରସଗୁଲା ଯୋଉ ଖାଇ ଯାଇଲ ପୁଣି ଆସିକି ଏଠି ଖାଇଲ ରସ ପୁଣି ମୁଁ ଖାଇଥିଲି କଇଁଆ ରସ ପୁଣି ଖାଇଲି ଗୁଲୁଗୁଲା ରସ ପୁଣି କଥା ବଢାଉନି କାରଣ ସମୟ ବହୁତ ରସ କେତେ ଲେଖିଲି। ଶୃଙ୍ଗାର କାରୁଣ୍ୟ ଅଦ୍ଭୁତ ହାସ ଭୟାନକା ବିଭସ୍ତ ରୌଦ୍ର ଶାନ୍ତ ଏ ନବଦା କୀର୍ତ୍ତିତ୍ୱ। ରସ ହଉଛି 9 ପ୍ରକାର। ଆଚ୍ଛା ବାବା, ଇଏ ହଉଛି ପାଲା, ସମୟ ସୀମା କମ ଅଛି। ଆମ ନିକଟରେ କଣ ଆଲୋଚନା ଅଛନ୍ତି, କଣ ଆଲୋଚନା କରିପାରୁ ଏବଂ କଣ ବିଷୟବସ୍ତୁରେ ଆଲୋଚନା ଅଛି ସମୟ ହେଇଥିଲେ ମୁଁ ସବୁ ପ୍ରାଞ୍ଜଳ ଭାବରେ କହିବି। କଣ ହେଇଛି ଏ ନବରସ ମଧ୍ୟରେ ଆଜି ପାଲାର ସଂଗଠିତ ବା ସଙ୍ଗୀତ ଶୃଙ୍ଗାର ବୀର କାରୁଣ୍ୟ ଅଦ୍ଭୁତା ହାସ୍ୟ ଭୟାନକା ବିଭତ୍ସ ରୌଦ୍ର। କିନ୍ତୁ ଆଜି ଯୋଉ ରସ ପରିବେଷଣ କରିବି ଏ ନବରସ ଭିତରେ ନାହିଁ ସାରେ, ଇଏ ଅଲଗା ରସ। ଇଏ ହଉଛି ବାକ୍ୟ ରୂପ ରସ। ପବିତ୍ର ବାକ୍ୟ ମଧ୍ୟରୁ ଯୋଉ ରସ ବାହାରିଛି
ତାକୁ ପାନ କରିବା ନିମନ୍ତେ ଆଜି ମୋର ଶ୍ରୋତା ମଣ୍ଡଳୀ ବସିଛନ୍ତି। ଦେଖେ ନା ଧନ ଏ ରୁହ ଆଉ ପାନ ରୁହ ମୋ ଭୁଲ ସେ ଚଗଲା ହବ ଚଗଲା ହବ। ଆଜି ଯେଉଁ ରସ ମୁଁ ପ୍ରକାଶ କରିବାକୁ ଯାଉଛି ଏ ନବରସ ମଧ୍ୟରେ ସେ ରସ ନାହିଁ, ସିଏ ହଉଛି ପ୍ରେମ ରସ। ସେ ପ୍ରେମ ରସ ମଧ୍ୟରେ କଣ ରସ ଅଛି, କଣ ମଜା ଅଛି, କି ଆନନ୍ଦ ଅଛି, ଆଜି ଆମେ ମାନେ ଦେଖିବା। କଣ ହେଇଛି ଆଜ ଶୁଭ ବାସରେ ନିବେଦନ ବିଦୁଷରେ ହେ ମୋର ପଣ୍ଡିତ ମଣ୍ଡଳୀ, ହେ ମୋର ବିଦ୍ୱାନ ମଣ୍ଡଳୀ, ହେ ମୋର ବିଦୁଷ ମଣ୍ଡଳୀ, ଆପଣ ମାନେ ଟିକେ ଆଜି ଏ ରସ ମାଧ୍ୟମରେ ଟିକେ ସ୍ନାନ କରନ୍ତୁ। ଆଜି ଆପଣ ମାନେ ଯଦି ଏ ରସକୁ ପାନ କରିବେ ଚାଖିବେ ଆପଣଙ୍କ ମଧ୍ୟରେ ଯୋଉ ଥିବ ସବୁ ମନ୍ଦ କାର୍ଯ୍ୟ କଳୁଷିତ କର୍ମ ପାପ କର୍ମ ସେ ସବୁ ଧୋଇକି ପରିଷ୍କାର ହେଇଯିବ। ଦେଖିଲେ କଣ ସମୀର ନୟନ କୁଚିତ ଚିନ୍ତା ନୟନ ସମସ୍ତେ ମତେ କାରଣ ଅଳ୍ପ ସମୟ ଭିତରେ ଆମେ କେମିତି ବିଷୟବସ୍ତୁ ସମରିଆ ରାଜ୍ୟକୁ ଯିବା ସମୀର ନୟନକୁ ଚିତ ଚିନ୍ତା ନୟନକୁ ଖେଳାଇ ଦେଖ ସେ ଭକ୍ତ ତରତନ ବାବୁରେ ରାଜ୍ୟକୁ ଦେଖିବା ପଥ ରାଜ୍ୟକୁ ତାକୁ ହେଲେ ଗୋଟେ ଜାଗା ଦେଖିଥିଲେ ସେ ଯିବା ପଳେଇବା। ଆଜ୍ଞା ଯେହେତୁ ପାଲା ସାହିତ୍ୟ ରହିବ, ବାକ୍ୟ ରହିବ, ଶ୍ଲୋକ ରହିବ, ଉପମା ରହିବ, ଅଳଙ୍କାର ରହିବ, ତାହେଲେ ସୁନ୍ଦରୀଟି ସବୁ ଦେଖିପାରିବା। ଲେଖିଲେ କଣ ସେ ରାଜ୍ୟଟି କିପରି ବହୁତ ରାଜ୍ୟ କଥା ଅଛି, ଅଟ୍ଟାଳିକା ବର୍ଣ୍ଣନା ଅଛି, ଅଧେ ଅଧେ କହିଦେଇ ଯିବା। ଯଦୁମଣି ମହାପାତ୍ରଙ୍କର ପଦେ ଦେବା ସକଟ ବ୍ରତ ବିନାଶେ କଟକେ ଗ୍ରାମର ଗୋଟେ ଛୋଟ ପୁଅ ଇଭାନ, ତାକୁ 6 ମାସ ପୁରି 7 ମାସ ଚାଲିଲା। ତାଙ୍କର ବାପା ମା ଗାୟକଙ୍କର ଗାଇବାରେ ଆଉ ବୁଝେଇବାରେ ଆଉ ସନ୍ତୁଷ୍ଟ ହୋଇ 200 ଟଙ୍କା ପ୍ରଦାନ କରିଛନ୍ତି। ଆଉ ଜଣେ ଗ୍ରାମର ଭଉଣୀ ଗୁରୁବଦନୀ ପରମାଣୀ, ସେ ଗାୟକଙ୍କର ବୁଝେଇବାରେ ଗାଇବାରେ ମୁଗ୍ଧ ହୋଇ ସିଏ ବି 500 ଟଙ୍କା ପ୍ରଦାନ କରିଛନ୍ତି। ଆଉ ଜଣେ ଗ୍ରାମର ଭାଇ, ସିଏ ବି ଗାୟକଙ୍କର ଗାଇବାରେ ଆଉ ବୁଝେଇବାରେ ମୁଗ୍ଧ ହୋଇ ସିଏ ବି 500 ଟଙ୍କା ପ୍ରଦାନ କରିଛନ୍ତି। ଚାଲି ମୋ ଜଣା
ହଁ ବଢିଆ ତ ହଉଛି ହଁ ହଁ ତବେ ଯାହା ହେଉ ହଁ ଯେଉଁ ବଡ଼ ଭାଇ ଭଉଣୀ ହଁ ଯେଉଁ କୁନି କୁନି ଝିଅ ପୁଅ ହଁ ଯେଉଁମାନେ ସବୁ ଏଇ ଉପହାର ଦେଇଛନ୍ତି ହଁ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ହଁ ତାଙ୍କ ଭଣ୍ଡାରକୁ ପରିପୂର୍ଣ୍ଣ କରନ୍ତୁ ଯାହାର ଯାହା ପ୍ରয়োଜନ ପ୍ରଭୁ ଜାଣନ୍ତି ହଁ। ତାହା ପୂର୍ଣ୍ଣ କରନ୍ତୁ ଆଜି ନୂଆ ଗାୟକ ତ ଦଉଥିବେ ସେ ତମକୁ ଆଜ୍ଞା ହଁ ସବୁରେ ମୁଁ ନୂଆ ନୁହେଁ ଆଉ ଏ ମଣ୍ଡଳୀ ପାଇଁକା ମୁଁ ନୂଆ ନୁହେଁ ଆଉ ଆଜି ମୋର ଗୁରୁଜନ ମାନଙ୍କ ସାରଙ୍କ ପାଇଁକା ନୂଆ ହେଇବା ଭାଇ ବୈଦ୍ୟ ତ ଯାହା ହେଉ ଆଚ୍ଛା ଆଜି କଣ ହେଇଛି କଣ ହେଲା ସେଇ ସମରିଆ ରାଜ୍ୟକୁ ଯିବା ହଁ ଲେଖିଲେ ସେ ରାଜ୍ୟ କିପରି ଥିଲା ହଁ ଶକଟ ପ୍ରାତ ବିନାଶେ କଟକ ହଁ ହଁ କଟକ କହିଲେ ସେ ରାଜ୍ୟରେ ହଁ ସଂକଟ ବୋଲି କିଛି ନାହିଁ ନାଇଁ ନାଇଁ କିନ୍ତୁ ଅଛି ଶକଟ ନାହିଁ ଶକଟ ଅଛି ସଂକଟ ନାହିଁ ହଁ ଶକଟ ଅଛି ଆଚ୍ଛା କଣ କଣ ସଂକଟ କହିଲେ କି ଭୟ ଭୟ ଆଜି ସେ ରାଜ୍ୟରେ ନାହିଁ ନା କିନ୍ତୁ ସେଇ ରାଜ୍ୟରେ ଏଇ ବାଇଲପଡ଼ା ନିବାସୀ ହଁ ଯେତେବେଳେ ପ୍ରଥମ ମୁଁ ପାଲା କରି ଆସିଥିଲି ହଁ ମୋ ଭାଇ ନାହାନ୍ତି ଏଠି ପ୍ରବଳ ବଳଦ ଶଗଡ଼ ଗାଡ଼ି ଥିଲା ବଡ଼ ଭାଇ ନାହିଁ ଆଜି ସେମାନେ ଚାଷବାସ କରୁଥିଲେ ପ୍ରଭାତ ସମୟରେ ସେଇ କଇଁ କଟର ରବ କରି ଶଗଡ଼ ଗାଡ଼ି ଯାଉଥାଏ ଶକଟ ଅଛି ଭୟ ନାହିଁ ଶଗଡ଼ ଗାଡ଼ି ଅଛି କେଁ କଟର ରବ ଥିଲା ଆଜି ଏ ଗ୍ରାମଟି ଏ ମଣ୍ଡଳୀଟି ପୁରା ପରିବର୍ତ୍ତନ ହୋଇଯାଇଛି ଶକଟ ବିନାଶ ପ୍ରକଟେ ନପକ୍ରତନ୍ତି ଅରିଦର ଡାକି ଅରି କହିଲେ ଶତ୍ରୁ ଅରି କହିଲେ ଭୟ ସଂକଟ ଡାକ ମାରି ବା ଭୟ ନାହିଁ ଏଇ ଯୋଉ ଶଗଡ଼ ଗାଡ଼ି ଗଲେ ଅରର ଯୋଉ ଅବାଜ କେଁ କଟର ଅବାଜ ତାହା ଶୁଣାଯାଏ କିନ୍ତୁ ଶକଟ ଭୟ ନଥାଏ ଅଛି ନ ପ୍ରକଟନ୍ତି ଅରିଦର ଡାକି ମନ୍ଦ ସଂସର୍ଗତା ଚନ୍ଦନ ପ୍ରାପ୍ତି ମନ୍ଦ ମଳୟ ପବନ ଅଛି କେତେ ବହୁଛି କିନ୍ତୁ ଏ ଗ୍ରାମରେ ଆଚ୍ଛା ମନ୍ଦ ସ୍ୱଭାବର ପ୍ରକୃତିର ଲୋକ ନାହାନ୍ତି ଅତି ଭଦ୍ର ଲୋକ ଆଚ୍ଛା ଅତି ଗୁଣିମାନ ଲୋକ ହଁ ତାପରେ କଣ ହେଲା ମନ୍ଦ ସଂସର୍ଗତା ଚନ୍ଦନ ବାତି ହଁ, ହଁ। ଏବଂ ଏ ମନ୍ଦ ମଳୟ ପବନ ବାଜି ହଁ ଆଜି ଚନ୍ଦନ କହିଲେ ନିମ୍ବ ଆଜି ନିମ୍ବ ବୃକ୍ଷ ହଁ ସେ ଚନ୍ଦନରେ ପରିଣତ ହୋଇଯାଏ ଆଚ୍ଛା ଏ ମନ୍ଦ ମଳୟରେ ହଁ ନିମ୍ବ ବୃକ୍ଷ ଚନ୍ଦନ ବୃକ୍ଷରେ ପରିଣତ ହୋଇଯାଏ ହଁ ତା ଦେହରୁ ଚନ୍ଦନର ବାସ୍ନା ବାହାରେ କଳି ଜନ୍ମାନ୍ତି ପୁଷ୍ପଲତା ବାର୍ତ୍ତି ଆଚ୍ଛା କଳି କହିଲେ କଳହ ପ୍ରକୃତିର ଲୋକ ଏ ମଣ୍ଡଳୀରେ ନାହାନ୍ତି ଆମ ମା ମାନେ କେବେ ତ କଳି କରନ୍ତି ନା ଆଜିକାଲି ବୋହୁ ମାନେ ଯଦି କିଛି କଣ ହଉଥିବ ମୁଁ ଜାଣେ ହଁ ନେଟ୍ ଯୁଗ ହେଲାଣି ତେବେ ଯାହା ହଉ କଳି କହିଲେ ଅଶାନ୍ତି ନାହିଁ ନାହିଁ କଳି କହିଲେ ଫୁଲ ଗଛ ପ୍ରବଳ ଏ ମଣ୍ଡଳୀ ଚାରିପଟେ ଲାଗିଛି କେତେ ହଁ, କଢ ହଁ। କେତେ କଳି କେତେ କଢ ହଁ ଆଜି ସେଇ ଫୁଲର କଢ ସଦୃଶ୍ୟ ହଁ ଆଜି ଆମର ଯୁବା ଝିଅ ମାନେ ବଇଛନ୍ତି ଆଚ୍ଛା ହେ ପ୍ରଭୁ ପ୍ରଭୁ। କଳି ଜନ୍ମାନ୍ତି ପୁଷ୍ପଲତା ପ୍ରାପ୍ତି ହଁ କିଏ କଳି ଜନ୍ମାଏ କଳି ନାହିଁ କଳି ଅଛି ଏ ମଧୁ ସଂଗ୍ରହ କରିବା ନିମନ୍ତେ ହଁ ହଁ ଭ୍ରମରଟି ହଁ ଆଜି ସେ ପୁଷ୍ପଲତା ଆସି କିନ୍ତୁ କଳି ନାହିଁ ନାଇଁ କଣ ହେଇଛି ଉଦ୍ବେଗ ମାତ୍ର କେଜି ଆଚ୍ଛା ଆଜି ଦିବାରାତ୍ରି ବସିଥାନ୍ତି ହଁ ଉପବାସେ ବସିଥାନ୍ତି ଦିବାରାତ୍ରି କେବଳ ବଜାରି ବସି ଆଚ୍ଛା ଉପବାସ ଏଠି ବଜାର ନାହିଁ ବଜାର ଅଛି ଅଛି ଉପବାସ କହିଲେ ବାରଣ୍ଡା ଆଜି ବାରଣ୍ଡାରେ ହଁ ଆଜି ସମସ୍ତେ ନିଜ ନିଜ ବାରଣ୍ଡାରେ ସବୁ ପସରା ଧରି ବସୁଛନ୍ତି ଆଚ୍ଛା ବଜାର ମେଲିଛନ୍ତି ହଁ ହଁ ଏଇଭଳି ଏକ ସୁନ୍ଦର ଗ୍ରାମଟି ରାଜ୍ୟଟି ଆଜି ଆମେ ମାନେ ଦେଖିଲେ ହଁ ଆଜି କଣ ହେଇଛି ସେ ରାଜ୍ୟରେ କିଏ ବାସ କରୁଛନ୍ତି ଅଛନ୍ତି ବାବୁରେ ଇଏ ବର୍ଣ୍ଣନା ଦଉଛନ୍ତି ଚାଲ ଚାଲ ଆଜି ଯେତେବେଳେ ହେଇଛି ହଁ ଆଜି ସେଇ ଏଲିଓ ହଁ ପହଞ୍ଚିଛନ୍ତି ଆଜି ଯାଇ ରାଜାଙ୍କ ନିକଟରେ ସେଇ ଆହାବ ରାଜା ନିକଟରେ ପହଞ୍ଚି ହଁ କହୁଛନ୍ତି ରାଜା କଣ ହେଲା ବର ଶିବ ନିବ
हे राजा हाँ तुम्भ राज्य रे हाँ वर्ष वर्ष धरी वृष्टि की काटन करबा ନାଇଁ नाही ନାଇଁ शुष्क हेब नदी जोर सरसी उद्भिद बदन जीवन नासिते उद्भिद बदन जीवन नासिते गासिब काळ गासिब काळ गासिब काळ राजा परजानो होइब काळ आज एलिया पहुंचंती हाँ कहउचंती हब हाँ तुम राज्य रे वर्ष वर्ष धरी वृष्टि की काटन ଅନାବୃଷ୍ଟି ହବ ଅନାବୃଷ୍ଟି ହବ ହଁ। ତୁମ୍ଭର କ୍ଷେତ୍ରରେ କୃଷି ଉତ୍ପାଦନ ହେବ ନାହିଁ ନାଇଁ ନାଇଁ ଜଳ ସଙ୍କଟ ଦେବ ଏବଂ ଦୁର୍ଭିକ୍ଷ ମାରି ଆସିବ ଏହି ସମୟରେ କଣ ହେଇଛି ନା ଏଲିୟ ଯେତେବେଳେ ଏ ସମ୍ବାଦ ଦେଇଛନ୍ତି ଆଚ୍ଛା ତାଙ୍କର ଭୟ ମନରେ ଭୟ ଆସିଲା ହଁ ଯେ ଯଦି ଏ ସମ୍ବାଦ ରାଣୀ ସେବଲ ଜାଣିବ हाँ हाँ ଆଜି କଣ କରିବ ମତେ ବଧ କରିବ ବଧ କରିବ ରାଣୀ ସୋଏଲ ଶ୍ରୁତି କୁବାଣୀ ଆଜି କହୁଛନ୍ତି हाँ ଯଦି ରାଣୀ ସୋଏଲ ସମ୍ବାଦ ପାଇବ आइबो ମୁଁ ଯୋଉ ଦୁଃସମ୍ବାଦ ଆସି କହିଛି ରାଜାଙ୍କୁ हाँ हाँ ନିଶ୍ଚୟ ମତେ ଅନେକ ଭାବବାଦୀ ମାନଙ୍କୁ ସେ ବଧ କରିଛି କରିଛି ମତେ ମଧ୍ୟ ବଧ କରିବ କରିବ ମତେ ବି ଛାଡ଼ିବନି ମତେ ବି ଛାଡ଼ିବନି कभी नहीं छोड़ेंगे ଆଜି ଏଇ ସମୟରେ କଣ ହେଇଛି हाँ ଆଜି ଇଏ ସଦାପ୍ରଭୁ ଜାଣିଲେ हाँ हाँ କହିଲେ ହେ ଏଲିୟ अलिया ତୁମେ ଭୟ କରନି ना ତୁମେ ସେଇ କରତି ନଦୀ ନିକଟକୁ ଯାଅ ଜର୍ଦ୍ଦନ ସମ୍ମୁଖସ୍ଥ ହଁ। କରତି ନଦୀ ନିକଟରେ ତୁମେ ଯାଇ ବିଶ୍ରାମ ନିଅ नियो ଆରେ ସେ ବାଟରେ ଗଲାବେଳେ हाँ କେତେ ନଈ ନାଳ ଜଙ୍ଗଲ ପର୍ବତ ପାହାଡ଼ ସବୁ ପଡୁଛି ପଡିଛି ପଡି କଣ କହିବାର କଥା କୁହ ଆରେ ପଦେ ତମେ ବର୍ଣ୍ଣନା କରିଯିବ ନା ଆଉ ଜଙ୍ଗଲ ବର୍ଣ୍ଣନା ଦବା ହଁ। ପ୍ରଥମରେ ଯେତେବେଳେ ଯାଉଛନ୍ତି ହଁ। ଏଲିୟ हाँ ବାବୁରେ हाँ ଜମକ ଉପରେ ଦବା ଆଜି ଜମକ ଭାଇମାନେ ତ କିଏ ନିଶ୍ଚୟ ଗାଇଥିବେ ହଁ। କିନ୍ତୁ ଯେହେତୁ ସମୟ ଉପଯୋଗୀ हाँ ମୁଁ ଦବାକୁ ବାଧ୍ୟ ହଉଛି चलो ଲେଖିଲେ गाड़ी चलो ଭଞ୍ଜ ଲେଖିଲେ ଦେଖନ୍ତୁ। ବୃହତ୍ ଭାନୁ 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 ପ୍ରଭାତ ପନାଇ ଋତ ତୋମାର ରତିଲତା ଦହି। ଯେଉଁ ପଥ ମଧ୍ୟ ଦେଇ ଯାଉଛନ୍ତି हाँ हाँ ସେ ପଥ ମଧ୍ୟରେ ଜଙ୍ଗଲ ବାଟ ଅଛି हाँ ଆଜି ସେ ନଦୀର ନିର୍ଝର ନିକଟରେ ବିଶ୍ରାମ ନେବେ हाँ ସଦାପ୍ରଭୁ କହୁଛନ୍ତି ହେଲିୟ हाँ ତୁମେ ଯାଅ ସେଇ ଝରଣା କୂଳରେ ତୁମେ ବିଶ୍ରାମ ନିଅ नियो ଆଜି ପଥରେ ଭଞ୍ଜ ଲେଖିଲେ कौन लिखिले ଆଜି ବୃହତ୍ ଭାନୁ 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 हाँ ପ୍ରଭାତ ପନାହି अच्छा ମୃତ ତ ମାଳ ମାଳ ମାଳତୀ ଲତା ଜହି अच्छा ଧୀର ଭାଇ हाँ ଇଏ ହଉଛି ମଧ୍ୟ ଜମକ ଆଚ୍ଛା। ମାଳ ଜମକ ମାଳ ଜମକ କଣ ନା ବୃହତ ଭାନୁ 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 ପ୍ରଭାତ ପନାହି ଆଚ୍ଛା ଭାନୁ କହିଲେ ସୂର୍ଯ୍ୟ हाँ ଭାନୁ କହିଲେ କିରଣ अच्छा ଭାନୁ କହିଲେ ଅଗ୍ନି अच्छा ଆଜି ସେ ଏଭଳି ବୃକତ ମାଳରେ हाँ ଜଙ୍ଗଲ ଏଭଳି ଘଞ୍ଚ ଜଙ୍ଗଲରେ अच्छा ଆଜି ଭାନୁର ଉତ୍ତାପ ଭାନୁର ତେଜ हाँ ଅଗ୍ନିର ସ୍ପର୍ଶ ମଧ୍ୟ ସେ ହେଇପାରିବ। ସେଠି ଜଙ୍ଗଲ କଥା କହୁଥିଲ ହଁ। ଏଇଠି ବୋଧେ ଦେଇଦେଲା ହଁ, ଦଶମଲା। ବସୁଙ୍କର ହଁ। କଣ ଜମ୍ବୁ ଜମ୍ବିଳ ତାଳ जाबू जाबियो तारो ଜମ୍ବୁ ଜମ୍ବିଳ ତାଳ जाबू जाबियो तारो ଆମର ପ୍ରିୟା ତାଳ आवारो पिया तारो ତାଳ ପାଦ ପଛେ ପୁରୀ तारो बाबू पूरी ପୁତୁ କରି ଆଜି ଜଙ୍ଗଲ ଟିଏ ପଡିଛି हाँ କଣ ଜାମ୍ବୁ ଜମ୍ବିଳ
ନୀଳ ତାଳ ହଁ ଆବର ପିଆ ଶାଳ ହଁ ଶାଳ ପାଦପ ଅଛି ପୁଣି ସେ ଜଙ୍ଗଲ ମଧ୍ୟରେ ସବୁ ପ୍ରକାର ଗଛ ଶାଳୁଆ ପିଆଶାଳ ଲିମ୍ବ ଅସନ ପାପଧୂଲି ହଉରା ଶିମ୍ବିଡ଼ି ହଁ ଏଇଭଳି ସମସ୍ତ ପ୍ରକାର ଗଛରେ ଆଜି ସିଏ ପୁରୀ ଯାଇଛି ସେ ଜଙ୍ଗଲକୁ ଆଚ୍ଛା ଆଉ କଣ ହେଇଛି ବହଇନି ଝର 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 ବିରତ ଝର ବିରତରେ ଝର ବିରତ ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ରଙ୍ଗଣୀ ଶୋଭିତରେ ଭୋଲା ରଙ୍ଗଣୀ ଶୋଭିତ ବାବୁରେ ନୂଆ ପଦ ପଢିଲାରୁ ତମେ ଆଉ ବହଇନି ଝର ଝର ଆଜି ଏଲିଓ ଯାଇ ଝରଣା ନିକଟରେ ବସିଛ ତାଙ୍କୁ ସଦାପ୍ରଭୁ କହିଛନ୍ତି ଏଲିଓ ତୁମେ ସେଇ କରତ ନଦୀ ନିକଟରେ ସେଇ ଝରଣା କୂଳକୁ ଯାଅ ତୁମେ ସେଠି ବିଶ୍ରାମ ନିଅ କାକମାନଙ୍କ ଦ୍ୱାରା ଆମେ ପ୍ରଭାତରେ ସନ୍ଧ୍ୟାରେ ମାଂସ ରୁଟି ତୁମ ନିକଟରେ ପହଞ୍ଚେଇବା ଭାଇ ଆରେ କାଉ ଯେ ଛଡେଇଲି ହଁ ସିଏ ପୁଣି ନେଇ ଦବ ଦବ କଣ କହୁଛ ଆଜ୍ଞା କଣ ହେଇଛି କଣ ହେଲା? ଦେଖ ହଁ ଈଶ୍ୱରଙ୍କ ଆଜ୍ଞାରେ କାଉ କଣ କୌଣସି ପଶୁ ପକ୍ଷୀ ଈଶ୍ୱରଙ୍କର ଆଜ୍ଞାକୁ ଅବଜ୍ଞା କରିବେ ନାହିଁ ଆଚ୍ଛା ସେଥିପାଇଁ ଆଜି ଆମର ପାଲାର ମୁଖ୍ୟ ପଦ ରହିଛି ମନ ପରିବର୍ତ୍ତନ କର କାରଣ ମନ ପରିବର୍ତ୍ତନ କଲେ ତୁମେ କଣ ହେବ କଣ ହବ ତୁମେ କୃପା ପାଇବ ତୁମେ କୃପା ପାଇଲେ କଣ ହେବ କଣ ହବ ଘଟି ଆସିବ କଥାକୁ କଥା ଦେଲେ ନା ଶୀଘ୍ର ଆଗିବ ପାଳ ଦିଟା ପାଳକ ମୋ ପଛରେ କୃପା ପାଇଲେ ଧୈର୍ଯ୍ୟର ସହ ତୁମେ ଆଶୀର୍ବାଦ ପାଇଲେ କୃପା ପାଇବ ହେ ପ୍ରଭୁ ତୁମେ କଣ ସେଇ କୃପାକୁ ତୁଚ୍ଛ ଜ୍ଞାନ କରୁଅଛ ନାଇଁ ନାଇଁ ଆଜି ରୋମି 2 ପର୍ବ 4 ପଦ ହଉଛି ପ୍ରସଙ୍ଗ ହେ ମୋର ପଣ୍ଡିତ ମଣ୍ଡଳୀ ଆଜି ଯେତେବେଳେ ଏଲିଏ ପହଞ୍ଚୁଛନ୍ତି ସେଇ ପରିଧି ନଦୀ ନିକଟରେ ଆଚ୍ଛା ସେ ଦୁର୍ଭିକ୍ଷ ସମୟରେ ସେ ନଦୀ ମଧ୍ୟ ଶୁଷ୍କ ହେଇଗଲା ଚୁକି ଯାଇଛି ଶୁଖି ଯାଇଛି ସେଇ ଦାସ ଜଳ ବିହୁନରେ ଆକୁଳ ବ୍ୟାକୁଳ ହେଲେଣି ମନର କଥା ଯାଇଲେ ସଦା ପ୍ରଭୁ ପରମେଶ୍ୱର ଆଚ୍ଛା କହୁଛନ୍ତି ହେ ଲିଅ କୁମ୍ଭ ନିମନ୍ତେ ଏ ଦୁର୍ଭିକ୍ଷ ସମୟରେ ସେଇ ସାରିପଦର ଏକ ବିଧବାକୁ ଆମେ ମନୋନୀତ କରିଅଛୁ ତମେ ଯିବ ମୁଁ ଚାଲ ଯା ଯା ବେଗି ଲାଗି ଆସ ଯାଉଚି ଶୁଣ ଶୁଣ ଚାଲି ଆରେ यार ଶୁଣିକି ଯାଅ ଯାଉଥିଲି କାଇଁ କୋନ ନେଇକି ଯାଅ ଇଆଡ ଆସ ବୁଝି ଯାଇଛ ଆମେ ଦୌଡ଼ି ନା ଯେ ଯା ହେଉ हे मोहन मुरतिया जिसु हे ଆଉଲେ ଆଉଲେ जीवने तुम देखा जेबे पाइबी ଆସେ ଆସେ जेते आसीब आसुरे झड़ तोफान मुहिनी से तुम बंदना गाड़ी জীবনে তোমা দেখা যেবে পাইবি যেতে আসিব আসুরে ঝড় তুফান মরি যেতে তুম বন্দনা গাইবি এ জীবনে প্রভু পাই নাই দেখা মোহন মূরতি মুখে রাখিছি এ জীবনে প্রভু পাই নাই দেখা মোহন মূরতি মুখে রাখিছি
ଗାୟକଙ୍କର ଗାଇବାରେ ଓ ବୁଝେଇବାରେ ମୁଗ୍ଧ ହୋଇ ବାଲେଶ୍ୱରର ଝିଅ ଜୋଇଁ ଗାୟକଙ୍କୁ 500 ଟଙ୍କା ପ୍ରଦାନ କରିଛନ୍ତି। କଟକର ପିସି ସିଏ ବି ଗାୟକଙ୍କର ଗାଇବାରେ ଆଉ ବଜେଇବାରେ ମୁଗ୍ଧ ହୋଇ ଗାଇବାରେ ବୁଝେଇବାରେ ମୁଗ୍ଧ ହୋଇ 500 ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରର ଝିଅ ଜୋଇଁ ସମସ୍ତ ପାଳିଆ ଏବଂ ଗାୟକଙ୍କର ବଜେଇବାରେ ମୁଗ୍ଧ ହୋଇ 500 ଟଙ୍କା ପ୍ରଦାନ କରିଛନ୍ତି। ଯୁବା ମେଷ ଚରାଣୀରୁ ଅପସରି ଯାଅ ନା ଆସରେ କ୍ଷିତିର ସେନା ଯୁବା ମେଷ ଚରାଣୀରୁ ଅପସରି ଯାଅ ନା ଆସରେ କ୍ଷିତିର ସେନା আসরে তৃতীয় সেনা ତୁମରି ପାଦ ପଦ୍ମରେ ରହିଲାଣି ମନ আসরে তৃতীয় সেনা ବାଲେଶ୍ୱର କଟକରୁ ଆସିଥିବା ଦାନ আসরে তৃতীয় সেনা ତାଙ୍କରି ଭଣ୍ଡାର ସବୁ ହେଉଥାଉ ପୂର୍ଣ୍ଣ আসরে তৃତୀୟ ସେନା ବାବୁରେ, ଆଜି ଯୋଉ ଦାନ ଯୋଉ ଭଣ୍ଡାରରୁ ଆସିଛି ପ୍ରଭୁ ସେ ଭଣ୍ଡାରକୁ ପରିପୂର୍ଣ୍ଣ କରନ୍ତୁ। ହେଲା କଣ? ସେହି ଆହାବ ରାଜା ଈଶ୍ୱର ରାଣୀ ସୁନ୍ଦରୀର ରୂପରେ ମୁଗ୍ଧ ହୋଇ ଆଜି ସେ କଣ କରିଛନ୍ତି? ତାଙ୍କୁ ନେଇ ଆସିଛନ୍ତି, ବିବାହ ହୋଇଛନ୍ତି ଏବଂ ସିଏ କଣ କରିଛନ୍ତି? ଈଶ୍ୱରର ପଥରେ ଆଜି ପଥିକ ହୋଇଛନ୍ତି ଆହାବ ରାଜା। ଆଚ୍ଛା। ସେଥିପାଇଁ ଆଜି ସେଇ ଦେଶକୁ ଏକ ମହାମାରୀ ଦୁର୍ଭିକ୍ଷ ଆସିଛି, ବିପଦ ଆଇଛି। ଆଜି ଆହାବ ରାଜା ଆଜି ଯୋଉ ସୁନ୍ଦରରେ ମୁଗ୍ଧ ହୋଇ ବାବୁରେ ତାହେଲେ କେମିତିଆ ସୁନ୍ଦର ସେ ଦେଖିଲେ ଈଶ୍ୱର ରାଣୀ କିଭଳି ସୁନ୍ଦରୀ ହେଇଥିଲେ, ଯାହାକି ଜଣେ ରାଜା ତାଙ୍କୁ ତାଙ୍କ ରୂପରେ ମୁଗ୍ଧ ହେଲେ। ଦେଖିକି ଆସିବି କେମିତି ସୁନ୍ଦର ସମୟ ମତେ ଦିଅ, ତମେ ଦେଖିବାକୁ ଏଠି ଗୀତରେ ସୁନ୍ଦରୀ ବର୍ଣ୍ଣନା କରିବା, ତମେ ଦେଖିବାକୁ ଯିବ। କଣ ହେଇଛି ଲେଖିଲେ ଆଗେ ବାଙ୍କା ଦାସରୁ ଆସିବା, ତାପରେ ଅନ୍ୟ କବିଙ୍କର ବାଙ୍କା ଦାସରେ ଲେଖିଲେ କିଭଳି ଲେଖିଲେ? ଦେଖିଲେ ବଜାରେ ଆସୁଛି ରାମ କେଡେ ମଜାରେ ବଜାରେ ଆସୁଛି ରାମ କେଡେ ମଜାରେ ବଜାରେ ଆସୁଛି ରାମ ହଜାରେ ହଜାରେ ରାଣୀଙ୍କ ମଜାରେ ଅଥିବ ଏ ପରିବେଶ ବଜାରେ ବଜାରେ ଆସୁଛି ରାମ କେଡେ ମଜାରେ। ଆଜି ବାଙ୍କା ଦାସ ଲେଖିଲେ, କି ଲେଖକ କି ରସିକ, ତାଙ୍କର କଥା କହିଲେ ନ ସରି। ଲେଖିଲେ ବାଙ୍କା ଦାସ ଲେଖୁଛନ୍ତି ବଜାର ଆସୁଛି ରାମା କେତେ ମଜାରେ ହଜାରେ ହଜାରେ ନାରୀଙ୍କ ମଧ୍ୟରେ ନଥିବ ଏପରି ବେଶ ସଜାରେ ତଳ ପଦାକୁ ଯୋଗା ଆଗ ପଦକୁ ଯାଆନ୍ତି। କଣ ହେଇଛି? ହଜାର ହଜାର ନାରୀଙ୍କ ସୁନ୍ଦରୀ ମଧ୍ୟରେ ଆଜି ଈଶ୍ୱର ଅତି ସୁନ୍ଦରୀ ଥିଲା। আচ্ছা তা চালি আরে গতি করে অপলো যাবে বৃন্দাবাস উড়ে দোকারে আরে গতি করে অপলো যাবে বৃন্দাবাস উড়ে দোকারে গোপিও সুন্দরী মোটা মোহরি পক্ষে টকা দতি টকা গুজারে ওজারে আছুছি গতি করে অপলজ্জারে বৃন্দাবাস উড়ে ধন্দারে আচ্ছা যদি এ সুন্দরী ঘন্টা মহল ঘন্টা মোহরি লক্ষে টঙ্কা দন্তি ও ঘন্টা অভিজ্ঞতা কারি খাই দিয়া আরে বাবু
ଆରେ ରଖା ବାବୁରେ ରଖ ଏଭଳି ସୁନ୍ଦରୀ ହଁ ଆଉ ବୋଧେ ମନେ ପଡୁଛି ଟିକୁନି ଭାଇ ରଖିତା ଆଉ ଟିକେ ଦେଇକି ଚାଲିଲ ଆଜି ଲେଖିଲେ ହଁ ବିଷୟବସ୍ତୁ ଶେଷ ବେଳକୁ ଦେଖିବାକୁ ଆଉ ପଡିବ। ଟିକେ ଦେଇକି ଯାଅ ଛାଡ ମାରି ଚାଲ ନଗରୀ ହୀରା ରେ ନଗରୀ ହୀରା রে জমা ধরা রে উড়িষ্যা তেরো জিলা তো অঞ্জে ভরা রে জমা ধরা রে উড়িষ্যা তেরো জিলা তো অঞ্জে ভরা রে এ নাগরী হীরা হ্যাঁ হ্যাঁ হে সুন্দরী পুরুଣା লেখা হ্যাঁ পুরুଣା কবি হ্যাঁ কে কাটি পারিবেনি আজি 13 জিলা তো অঙ্গরে ଅଛି রে ଏବେ 30 ଜିଲ୍ଲା ହେଇଗଲାଣି ଏ 30 ଜିଲ୍ଲା ହେଇଗଲାଣି ହଁ 13 ଜିଲ୍ଲା କୋଉ କୋଉ ଅଙ୍ଗରେ କୋଉ କୋଉ ଜିଲ୍ଲା ଅଛି ଦେଖିବା ଦେଖିବା ହଁ ଦେଖିବା ଦେଖିବା ଟିକେ କୋଟିରେ କୋଟକେ ଭରି ମୁଖରେ ରଖିଛୁ ପୁରୀ ମୟୂର ଭଞ୍ଜ ତ କୋଟିରେ କୋଟକେ ଭରି ହଁ ମୁଖରେ ରଖିଛୁ ପୁରୀ ମୟୂର ଭଞ୍ଜ ତ କେଶ ପରାରି ତାପରେ? ପଛ ତୋର ବାଲେଶ୍ୱର କୋରାପୁଟ ହାସ୍ୟ ତାର ପଛ ତୋର ବାଲେଶ୍ୱର କୋରାପୁଟ ହାସ୍ୟ ତାର ସମ୍ବଲପୁରର କିନ୍ତୁ ପାଦରେ ତୋର ସେ କାନ୍ତି ବଲାଙ୍ଗୀର ସେ କାନ୍ତି ବଲାଙ୍ଗୀର କଳାହାଣ୍ଡି ଗୋ ଭାତର ଘେର ଦିରାରେ କୋଟିରେ କଟକେ ଭରି ବାବୁରେ ଜିଲ୍ଲା ଦେଖିବା ହିସାବ କରୁ ହଁ ମୋର ସାର୍ ମାନେ ବହିଛନ୍ତି ହଁ କୋଟିରେ କଟକେ ଭରି ହଁ ମୁଖରେ ରଖିଛୁ ପୁରୀ ଦିଟା ହେଇଗଲା ମୁଖରେ ରଖିଛୁ ପୁରୀ ଆଜି ସମ୍ବଲପୁର ରଖିଛୁ ପାଦରେ ତୋର କାନ୍ତି ବଲାଙ୍ଗୀର ହଁ ଚାରି ହଁ ମୟୂରଭଞ୍ଜ ମୟୂରଭଞ୍ଜ ତ କେଶ ପରା ହଁ ବକ୍ଷ ତୋର ବାଲେଶ୍ୱର କୋରାପୁଟ ହାସ୍ୟ ସାର କୋରାପୁଟ ହାସ୍ୟ ସାର ସମ୍ବଲପୁର ରଖିଛୁ ପାଦରେ ହଁ ତୋର କାନ୍ତି ବଲାଙ୍ଗୀର କଳାହାଣ୍ଡି ଗୋ ଭାତର ଘେନ କେତୁଟା କଣ ନ କରୁଛ ତମେ ଆଠୁ ନାୟକ ରହିନି ଆହୁରି ଅଛି ଆହୁରି ଅଛି ହଁ ଆଉ ପାଞ୍ଚଟା ଅଛି ଏ ଆଠଟା ଗଲା ଆଜ୍ଞା ଢେଙ୍କାନାଳ ଚମ୍ପା ଫୁଲ ସଙ୍ଗେ କେନ୍ଦୁଝର ବାବୁଲି ଗଞ୍ଜାମ ନୁହଁରେ ଗରି ଗଞ୍ଜୁକୁ ନାଗର ଫୁଲୁବାଣୀ ଗିର ଆଚ୍ଛା କଳାହାଣ୍ଡି ଗିର ନୁହଁ ଫୁଲୁବାଣୀ ଗିର ହରେ କୃଷ୍ଣ ବୋଲେବା ଦିଅ ଧରାରେ ରୁହ ରୁହ ମୋର ଗୁରୁ କବି ହରକୃଷ୍ଣ ବାବୁ ଲେଖିଲେ ରେ ବାଳା ଲୋ ସୁନ୍ଦରୀ ଆଉ ମତେ ଟିକେ ଥରେ ଧରା ଦେ କଣ ଆଜ୍ଞାକୁ ବର୍ଣ୍ଣନା କରିବା 13 ଜିଲ୍ଲା ଆସିଗଲା ଆରେ ପାଦ ପଇଲାନି ହେଁ? ପାଦ ପଇଲାନି ଆଉ ପାଦ ପକେଇବାକୁ ସମୟ ଅଛି ସେ ପାଦ ପକେଇବାକୁ ହେଲା ବେଳକୁ ବାବୁ 10 ମିନିଟ୍ ଯିବ ଆଉ ଜମା ରହିଲା 50 ମିନିଟ୍ କି 60 ମିନିଟ୍ ତେବେ ଯାହା ହେଉ ଆଜି ସେଇ 13 ଜିଲ୍ଲାରେ ସୁଶୋଭିତ ସେଇ ସୁନ୍ଦରୀ ଆଜି ସେଇ ସେବଲ ରୂପରେ ମୁଗ୍ଧ ହୋଇ ଆଚ୍ଛା ଆଜି ଆହବ ରାଜା ତାକୁ ବିବାହ ହୋଇଛନ୍ତି ଏବଂ ଯେ ସିଏ ଯୋଉ ଅପକର୍ମ କଲେ ଯୋଉ ଆସରା ମୂର୍ତ୍ତି ନିର୍ମାଣ କଲେ ସେ ଯୋଉ ପୂଜାବିଧି କଲେ ଆଜି ସେ ଦେଶକୁ ଏକ ଦୁର୍ଭିକ୍ଷ ଆସିଲା ଆଚ୍ଛା ସଦାପ୍ରଭୁ ହଁ ସିଏ ଚିର ସହିଷ୍ଣୁ ଦୀର୍ଘ ସହିଷ୍ଣୁ ଆଚ୍ଛା ଆଜି ଆମ୍ଭମାନଙ୍କୁ କଷ୍ଟ ଦେଇ ହଁ ତାଡ଼ନା ଦେଇ ଆଚ୍ଛା ଆମ୍ଭମାନଙ୍କୁ ତାଙ୍କ ନିକଟକୁ ଆଣିଥାନ୍ତି ହଁ ବାବୁରେ ଆଜି ଆମେ ମାନେ ତାଙ୍କ କତିକି ଯେମିତି ମନ ପରିବର୍ତ୍ତନ କରିବା ମନ ପରିବର୍ତ୍ତନ କିଏ କରିଥିଲା ଜୋହନ ପ୍ରଥମ ଘୋଷଣା କରିଥିଲେ ଜୋହନ ଯୁବକ ଜୋହନ ଡୁବକ
ମାଥ୍ୟୁ 3 ପର୍ବରେ ଦୁଇ ପଦରେ ରୁହ ଯୋହନଙ୍କର ପ୍ରଚାର ଥିଲା ମନ ପରିବର୍ତ୍ତନ ବାର୍ତ୍ତା। ମାଥ୍ୟୁ 4 ପର୍ବରେ ହଁ ଯୀଶୁଙ୍କର ଥିଲା ମନ ପରିବର୍ତ୍ତନ ବାର୍ତ୍ତା। ଆଚ୍ଛା ଏବଂ ମନ ପରିବର୍ତ୍ତନ କଲେ କଣ ହବ? ମନ ପରିବର୍ତ୍ତନ କଲେ କଣ ହବ? ତୁମକୁ ମନ ପରିବର୍ତ୍ତନ କଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ। ଆଚ୍ଛା ତୁମେ ମନ ପରିବର୍ତ୍ତନ କଲେ ହଁ ତୁମେ କଣ ହବ? ତୁମ ଜୀବନରେ ଅନୁତାପ ଆସିବ। ଆଚ୍ଛା ଅନୁତାପ ଆସିଲେ ମନ ପରିବର୍ତ୍ତନ କରିବ। ଏ ମୋର ପଣ୍ଡିତ ମଣ୍ଡଳୀ, ଆଜି ଯେତେବେଳେ ଦୁର୍ଭିକ୍ଷ ମାଡ଼ି ଆସିଛି, ଜଳ ଶୁଷ୍କ ହୋଇଯାଇଛି, ଆଚ୍ଛା ପ୍ରତି ନଦୀ ଶୁଖି ଯାଇଛି, ଆଜି ସେଇ ଏଲିଓ ବ୍ୟାକୁଳ ହେଲେଣି ପାଣି ପିଇବା ଜଳ ପିଇବା ନିମନ୍ତେ। ହଁ ଅଧୁର ସ୍ୱରେ ଚତୁର ଚିନ୍ତାମଣି ଜାଣିଲେ ଆଦିତ ଗଜଳ। ଜାଣିଲେ ଆଦିତ ଗଜଳରେ ଭଲ ଜାଣିଲେ ଆଦିତ ଗଜଳ। ଫେରି ସଂକଟ ମହିଲା ଚାହି ପଦ ବେଦକୁ ଯାଏ ଥର। ଆହା ବିଧବା, ଆହା ବିଧବା, ଆଜି ସଦାପ୍ରଭୁ କହୁଛନ୍ତି ଏଲିଓ ଦୁର୍ଭିକ୍ଷ ପଡିଛି, ଜଳ ଶୁଖି ଯାଇଛି, ତୁମେ ସେଇ ସାରିପତର ବିଧବା ନିକଟକୁ ଯାଅ। ଏ ଦୁର୍ଭିକ୍ଷ ସମୟରେ ପ୍ରତିପୋଷଣ କରିବା ନିମନ୍ତେ ସେ ଗୃହକୁ ଆମେ ମନୋନୀତ କରିଅଛୁ। ଏ ପ୍ରଭୁ ଯେତେବେଳେ ଯାଉଛି, ଆଜି ସେ ପହଞ୍ଚି ଯାଇଛି ସାରିପତ ଦ୍ୱାର ଦେଶରେ। ଆଚ୍ଛା ଯାଇ ଦେଖୁଛି ସେହି ନଗରର ଦ୍ୱାର ଦେଶରେ ଜଣେ ନାରୀ କିଛି କାଠ ସାଉଁଟୁଛି। କଣ ହେଲା? ତା କତିକି ଯାଉଛି, ବାବୁ କାଟି କାଟି ଯିବା। ହଁ ନିକଟକୁ ଯାଇ ନିଉନ କଣ୍ଠରେ, ନିକଟକୁ ଯାଇ ନିଉନ କଣ୍ଠରେ ବୋଇଲେ ଆଲୋ ବାହୁଛେ, ବୋଇଲେ ଯାଇ ନିକଟକୁ ଯାଇ ସେ ନାରୀଟି କାଠ ସାଉଁଟୁଛି। 17 ପର୍ବ ଚାଲିଛି ବ୍ୟାଖ୍ୟା, ଆଚ୍ଛା ଆମେ 18 ପର୍ବକୁ ଯାଇନି। ଆଜ୍ଞା କହୁଛି ମାଉସୀ ଲୋ, ମତେ ଶୋଷ ଲାଗୁଛି, ମୁଣ୍ଡାଏ ଜଳ ଦବୁ କି? କୃପା କରି ଜଳ ବିନ୍ଦୁ ଏ ଦବୁକୁ, ପ୍ରତୀକ ମୁଁ ଯେ ପିଇ ଆସି। ଆଚ୍ଛା ଆଜି ଯେତେବେଳେ ଜଳ ପାଇଁ ମାଉସୀ ଦୌଡ଼ି ଯାଉଛି, ଏଇ ସମୟରେ ପଛରୁ ଡାକି ଦେଇଛି ଏଲିଓ, ଏ ମାଉସୀ, 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 ଖଣ୍ଡେ ପିଠାଟିଏ ଥିବ ଯଦି ଆଣିବି। ଚକୁଳି ପିଠା ଚକୁଳି ପିଠା ଆଜି ସେହି ବିଧବା ନାରୀଟି ଏ ଦୁର୍ଭିକ୍ଷ ସମୟରେ ଆଜି ଜଳ ଆଣିବା ନିମନ୍ତେ ଯିବା ସମୟରେ ଆଜି ପିଠାଟିଏ ମାଗି ଦେଇଛି। ଆଜି ବିଧବା ନାରୀଟି ଠିଆ ହେଇକି କାନ୍ଦୁଛି, କହୁଛି ପୁଅରେ ଏ ଦୁର୍ଭିକ୍ଷ ସମୟରେ ତୁ କାହିଁକି ମାଗିଲୁ? କଣ ପାଇଁ ମାଗିଲୁ? ରାଗ ଶୋକ କାମୋଦି ହଁ ନେତ୍ର ଜର ଜର ଆଚ୍ଛା କଣ୍ଠ
ଆଜି କହୁଛି ରେ ପୁଅ ଏ ଦୁର୍ଭିକ୍ଷ ସମୟରେ ତୁ ଜଳ ମାଗିଲୁ ପିଠାଟିଏ ମାଗିଲୁ ମୋର ସେଇ କଳସୀରେ କିଛି ମଇଦା ପାତ୍ରରେ କିଛି ତୈଳ ଅଛି କଣ କଲା ସେ ରହ ସେ କଥାରେ ଏଠି ଏ କଥା ନୁହଁ ଆଜି ଦୁଃଖର କଥା ପଡିଛି ଆଜି କିଞ୍ଚିତ ତୈଳ ରହିଛି ଅଳ୍ପ ମଇଦା ଅଛି ମୁଁ ଆସିଛି ଏ ନଗର ଦ୍ୱାର ଦେଶକୁ କରୁଛି ଚୟନ ଆଜି ବିଧବାଟି କାନ୍ଦି କାନ୍ଦି କହୁଛି ରେ ପୁଅ ଏ ଦୁର୍ଭିକ୍ଷ ସମୟରେ ଜଳ ମାଗିଲୁ ପିଠା ମାଗିଲୁ ମୋର କଳସୀର ଅଳ୍ପ ମଇଦା ପାତ୍ରରେ ଅଳ୍ପ ତୈଳ ପଡିଛି ମୁଁ ଆସିଥିଲି ଏ ନଗର ଦ୍ୱାର ଦେଶକୁ କିଛି କାଠ ସାଉଁଟିକି ନେବି ଦୁଇଟି ପିଠା ପ୍ରସ୍ତୁତ କରିବି ଗୋଟିଏ ମୁଁ ଖାଇବି ଗୋଟିଏ ମୋର ପୁତ୍ର ଖାଇବ ଏବଂ ଏଇଟା ହଉଛି ଆମର ଶେଷ ଖାଦ୍ୟ ଆଉ ଆମ କତିରେ କିଛି ନାହିଁ ଆକୁ ଖାଲି ମରଣକୁ ଅପେକ୍ଷା କରି ବସି ଖାଇକି ମରିବି ଏଇ ସମୟରେ ଯେତେବେଳେ ବିଧବା ନାରୀଟି କାନ୍ଦି କାନ୍ଦି କହିଛି ଆଜି ଏଲିଅ କହୁଛନ୍ତି ଆଜି ଏଲିଅ କହୁଛନ୍ତି ମାଉସୀ ମୁଁ ତମକୁ ଗୋଟେ କଥା କହୁଛି କଥାଟି ରଖ କଣ ସେ କଥା ନା ତୁମେ ସେଇ ଯୋଉ ମଇଦା ଅଛି ଯୋଉ ତୈଳ ଅଛି ଗୋଟେ ଛୋଟ ପିଠା ପ୍ରସ୍ତୁତ କରିକି ମୋ ପାଇଁ ଆଣିବ ଆଣିବ ତାପରେ ଯାହା ବଳିବ ତୁମେ ମା ପୁଅ ଖାଇବ ଖାଇବ ପ୍ରଥମ ମୋ ନିମନ୍ତେ ଗୋଟେ ଛୋଟ ପିଠାଟି ଆଣ ଆଣ ସେ ଯେତେବେଳେ ଛୋଟ ପିଠାଟି ତିଆରି କରି ଆଣିଛନ୍ତି ଆଜି ଏଲିଅ ଧରିଛନ୍ତି ସେ ଛୋଟ ପିଠା ପ୍ରାର୍ଥନା କରୁଛନ୍ତି ଖେଳୁଛୁ ଖେଳ ଗାୟକଙ୍କର
ଗାଇବାରେ ଓ ବୁଝାଇବାରେ ମୁଗ୍ଧ ହୋଇ ଗ୍ରାମର ପୁଅ ରନି ଗାୟକଙ୍କୁ 400 ଟଙ୍କା ପ୍ରଦାନ କରୁଛନ୍ତି। ଗାୟକଙ୍କର ବଜାଇବାରେ ମୁଗ୍ଧ ହୋଇ ସେହି ଗ୍ରାମର ପୁଅ ରନି ଗାୟକଙ୍କୁ 300 ଟଙ୍କା ପ୍ରଦାନ କରିଛନ୍ତି। ଗାୟକଙ୍କର ଗାଇବାରେ ବୁଝାଇବାରେ ମୁଗ୍ଧ ହୋଇ ଗାୟକଙ୍କ ଝିଅ ଆଉ ଜ୍ୱାଇଁ ଗାୟକଙ୍କୁ 500 ଟଙ୍କା ପ୍ରଦାନ କରିଛନ୍ତି। मोर नाट जय मली मुगा छड़ियो इली बाइली पड़ा देखी भी बोली मोर नाट जय मली मुगा छड़ियो इली सब बाइली पड़ा क्या मो देखी भी बोली मोर नाट जय मली मुगा छड़ियो इली बाबू बाइली पड़ा मो देखी भी बोली ବାଇଲିପଡ଼ା ଗ୍ରାମ ତମେ ଦେଖିନଥିଲ? ଶୁଣୁଛନ୍ତି ବିଜ୍ଞ ଜନ ଦେଇ କରି ପଡ଼ା ଗ୍ରାମ ଦେଖିବି ବୋଲି ଯାହା ଯାହା ବାକ୍ୟ ମନ ହେଲା ଲୋଚନ ବାଇଲି ପଡ଼ା ଗ୍ରାମ ଦେଖିବି ବୋଲି ଯେଉଁ ଆସି ଅଛି ଏବେ ପ୍ରଭୁଙ୍କର ଦାନ ବାଇଲି ପଡ଼ା ଗ୍ରାମ ଦେଖିବି ବୋଲି ଚାଲିଥାଉ ନାଇଁ ଚାଲିଲେ କଣ ହବ? ଆଉ ଜମା ଅଳ୍ପ ସମୟ ରହିଲା। ଆଜ୍ଞା ସେଇ ଭଣ୍ଡାରକୁ ପରିପୂର୍ଣ୍ଣ କରନ୍ତୁ। ଏଇଭଳି ସବୁ ପାଲା ଦଳକୁ ଉତ୍ସାହିତ କରନ୍ତୁ। ଆଜ୍ଞା କଣ ହେଇଛି? ଯେତେବେଳେ ସେ ବିଧବା ଗୃହରେ ରୋଟିଟି ଆଣି ଦେଇଛନ୍ତି, ସେ ପ୍ରାର୍ଥନା କରିଛନ୍ତି ଜୀବତ ପରମେଶ୍ୱର ବାକ୍ୟ ଶୁଣ ହେମନ୍ତ ଅନାବୃଷ୍ଟିର ବିଭୀଷିକା ପର୍ଯ୍ୟନ୍ତ ଏ କଳସରୁ ମଇଦା ପାତ୍ରରୁ ତୈଳ ସରିବ ନାହିଁ। ଯେତେବେଳେ ପ୍ରାର୍ଥନା କରିଛନ୍ତି ଏବଂ ସେ ଦୁର୍ଭିକ୍ଷର ଶେଷ ଯାଏ ସେ କଳସରୁ ମଇଦା ପାତ୍ରରୁ ତୈଳ ସରିଲାନି, ସିଏ ଏବଂ ତାଙ୍କ ପୁତ୍ର ଏବଂ ପରିଜନ ସେ ଦୁର୍ଭିକ୍ଷର ଶେଷ ପର୍ଯ୍ୟନ୍ତ ସେ ଖାଇକି ଆନନ୍ଦରେ ରହିଲେ। ଆଚ୍ଛା এই সময় কোন হইছি? আরে বিতি গলা দিনু দিন মাস হন্তে মাস বাবুরে আজি মাস পরে মাস বিতি যাইছি। আচ্ছা বাসরে আছি এক অভাব ঘটনা ঘটিলা। আচ্ছা କଣ ଘଟିଲା? আজ্ঞা টিকে মা আগুକୁ নেই যাଉଛି। সেই তাଙ୍କର কোଳରେ ଥିବା একমাত্র পুଅ আজি সে কোন କରିଛନ୍ତି না শয্যাশায়িত হইଛନ୍ତି, ରୋଗାକ୍ରାନ୍ତରେ ଆକ୍ରାନ୍ତ ହଇଛନ୍ତି। ଆଜି ରୋଗ ଗ୍ରାସ କରିଛି, ସେ ପୁଅଟି ମରି ଯାଇଛି। কোন কোলো ଯେତେବେଳେ ମରି ଯାଇଛି ଏହି ସମୟରେ ବିଧବା ନାରୀ ଆଜି କାନ୍ଦୁଛି। কাঁদুছি କି ଦୋଷେ କର ଶୂନ୍ୟ କଲୁଦ এ କେତେ ସହିବ ଏ ବିଧବା ନାରୀ କେତେ ସହିବ? ହରିଥିଲୁ ହରିଲୁ, ଆଜି ମୋ ସ୍ୱାମୀ କି ନେଇଥିଲୁ, ମୋ ପୁତ୍ର ଏକମାତ୍ର ପୁତ୍ରକୁ ମୁଖ ଚାହିଁ ମୁଁ ବଞ୍ଚୁଥିଲି, ତୁମେ ମଧ୍ୟ ସେଇ ପୁଅଟିକୁ ନେଇଗଲ। ଭାବବାଦୀ ବାସେ ଧାଇର
ସେଇ ବିଧବା ନାରୀ ହଁ ସେଇ ଭାବବାଦୀ ଏଲିୟଙ୍କ କତିରେ ଯାଇ କହୁଛି ଆଶ୍ରା ଦେଲି ବୋଲି ମୁଁ ତୁମକୁ ଏ ଦୁର୍ଭିକ୍ଷ ସମୟରେ ଆଶ୍ରା ଦେଲି ବୋଲି ହଁ ମୋ ସ୍ୱାମୀ ମରିଥିଲି ତା ପ୍ରତିଦାନରେ କଣ ଥିଲା ତା ପ୍ରତିଦାନରେ ହେ ପରମେଶ୍ୱରଙ୍କ ଲୋକ ହଁ ହଁ ସେଠି ବାକ୍ୟରେ ଲେଖା ଯାଉଛି ମୁଁ ତୁମକୁ ଦୁର୍ଭିକ୍ଷ ସମୟରେ ଆଶ୍ରା ଦେଲି ବୋଲି ତୁମେ ମୋର ପାପକୁ ସ୍ମରଣ କରିବା ନିମନ୍ତେ ତୁମେ କଣ ଆସିଥିଲ ମୋ ପୁତ୍ରକୁ ବଧିବା ନିମନ୍ତେ ତୁମେ ଆଜି ବଧ କରିବାକୁ ଆସିଥିଲ ଏଇଠି ପଦେ ମନ ପଡି ଯାଉଛି ଗୀତଟି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପଦୀ ଗୀତ ଦେଖିବା କଣ ମନେ ପଇଲା ତମର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପଦେ ମନ ପଡି ଯାଉଛି ଦେଖିବା ପଢୁ ଜନ୍ମ ତାଙ୍କର 1888 ତାଙ୍କ ତୀରଦାନ ହଉଛି 1953 ଆଚ୍ଛା ଦେଖିଲେ ଦେଖନ୍ତୁ ସବୁଥିରୁ ଆସ୍ତେ ଆସ୍ତେ ବଞ୍ଚିତ କରି କେଉଁ ଯଶୋବନ ଉଡ଼ାଇବ ସବୁଥିରୁ ବଞ୍ଚିତ କରି କେଉଁ ଯଶୋବନ ଉଡ଼ାଇବ ସବୁଥିରୁ ବଞ୍ଚିତ କରି ঠকি ঠকি থরকু থর বুঝিলি তুম জাতর ঠকি ঠকি থরকু থর বুঝিলি তুম জাতর ঠকি ঠকি থরকু থর বুঝিলি তুম জাতর ঠকি ঠকি থরকু থর বুঝিলি তোমার জাতর মনে বাতি দেবি হাত মজাকার মনে বাতি দেবি হাত মজাকার হাত জড়ি গিয়া পড়াইব হে প্রভুতিরু বঞ্চিত করি কেউ উড়াইব হে প্রভুতিরু বঞ্চিত করি ଏ ଚାରିପଦ ଗୀତ ଖାଲି ଭାବ ଆସିଗଲା ବୋଲି ମୁଁ ଲଗେଇଦେଲି ଏଠି ମନେ ପଡିଗଲା ସଂସାରେ ଯେ ଘରୋଇ ଆସ ପାଏ ସବୁ ତୁମରି ପାଦ ସଂସାରେ ଯେ ଘରୋଇ ଆସ ଧାଏ ସେନା ତୁମରି ସଂସାରେ ଯେ ଘରୋଇ ଆସ ଧାଏ ସେନା ତୁମରି ମନେ ବାଜି ଚକି ହାତ ମନେ ବାଜି ଚକି ହାତ ମଝାରେ ହାତ ଚଢ଼ି ଯାଉ କରିବ କିସ ସବୁଥିରୁ हे प्रभु संसार जे करई आस भाए सिना तुमरी पास मु तुम पास धोईली ଆସିଥିଲି आसीथिली स्वामी की नहीं गलो दुर्भिक्ष समय ହଁ पुओ को नहीं गलो तुम्हें मते बाट मझीटारे हाथ छाड़ी देल मु कहार हबी प्रभु मु कहार हबी କାହା ପାଖକୁ ଯିବି? आज विधवा नारी जेते कांदी कांदी कहूची ହଁ एई समय धाई जाई से एलियन कथि ଆଚ୍ଛା कहूची मु कोन ए दुर्भिक्ष समय आश्रा देली बोली ହଁ मोर तार प्रतिदिन मो पुओ मरिब आज एलिया कहते ନାଇଁ ନାଇଁ हे मौसी ହଁ तुमर पुत्र को मो कोल को दियो ଦିଅ तुम्हें आण मो कोल को आज से पुत्र को कोल को देइछंती କଣ ହେଲା आज से कोन करछंती କଣ କଲେ जाकी प्रार्थना करछे से गुप्त कोठरी की नै जाइछंती ता ऊपर लंक 3 थर प्रदान करछंती
ଆଜି ସଦାପ୍ରଭୁକୁ ଡାକିଛନ୍ତି ହେ ସଦାପ୍ରଭୁ ପରମେଶ୍ୱର ତୁମେ ଯେ ସତ୍ୟ ପରମେଶ୍ୱର ମୋର ପ୍ରାର୍ଥନା ଶୁଣ ତୁମେ ଦୁର୍ଭିକ୍ଷ ସମୟରେ ଏ ବିଧବା ଗୃହରେ ମତେ ତୁମେ ଆଶ୍ରା ଦେଇଥିଲ ପ୍ରତିପାଳନ କରିଥିଲ ছিল ତାର ପ୍ରତିଦାନ କଣ ଏଇ ତାର ପୁଅ ମରିବ আচ্ছা ମୁଁ ବି ପ୍ରାର୍ଥନା କରୁଛି ଆଚ୍ଛା। ତୁମେ ଯେ ସତ୍ୟ ପରମେଶ୍ୱର হ্যাঁ ମୋ ପ୍ରାର୍ଥନା ଶୁଣିବ হ্যাঁ ଏ ପୁତ୍ରକୁ ଜୀବନ ଦାନ କରିବ বাবা ଯେତେବେଳେ 3 ଥର ସେ ଲମ୍ଫ ପ୍ରଦାନ କରିଛନ୍ତି আচ্ছা ମହାଶୟ ମୁଁ କାଟି ଯାଉଛି ପ୍ରାୟ ଏଠି 10 ପଦ ଖଣ୍ଡେ କଟିବ চলো ଆହୁରି ରହିଲାଣି ଆହୁରି 30 ପଦ আগে চলো ଆଜ୍ଞା হ্যাঁ ସେ ଜୀବନ ଦାନ ପାଇଛି ସେ କବିତା ଦାନ ସବୁତ୍ର କବିତା ଦାନ ସବୁତ୍ର କବିତା ଦାନ ସବୁତ୍ର ଉଠିଲା ତ ଦାରୁ ଗଙ୍ଗା ଆଜି ଯେମିତି ପିଲାଟି ଶୋଇ ପଡ଼ିଛି ଆଜି ନିଦ ଭାଙ୍ଗି ଯାଇଛି ଆଚ୍ଛା ଅଳସ ଭାଙ୍ଗିକିରି ଉଠୁଛି এইটো উঠিলানি উঠিলানি ନାତିଟି ଉଠିଲାଣି ହଁ, ହେଇ ଉଠିଲାଣି। ଆଜ୍ଞା ଆଜି ପୁତ୍ରଟି ବଞ୍ଚି ଯାଇଛି আচ্ছা ଆଜି କୋଳ ଧରିକି ନେଇ ଯାଇଛନ୍ତି হ্যাঁ হ্যাঁ ଏଲିଓ ଆଜି କହୁଛନ୍ତି ଲୋ ମା ତୋର ପୁତ୍ରକୁ ନେ ଆଜି ସେଇଠି ସେ ବିଧବା ନାରୀ କହୁଛି ତୁମର ପରମେଶ୍ୱର ଯେ ସତ୍ୟ ତୁମର ମୁଖର ବାକ୍ୟ ଯେ ସତ୍ୟ ଏହା ଆମେ ଏବେ ବୁଝିଲୁ ଆଜ୍ଞା ଆଜି ଯେତେବେଳେ ପୁତ୍ର ବଞ୍ଚିଛି ଆଚ୍ଛା ଦୁର୍ଭିକ୍ଷ ସମୟରେ ଅତି ଆନନ୍ଦରେ ରହିଛନ୍ତି ଏଇଠି 17 ପର୍ବ ସରିଲା 18 ପର୍ବକୁ ଯାଉଛି ଆରମ୍ଭ ହେଲା 3 ବର୍ଷ ଗଲା ବିତି ହେ রহিলে সমতুল নেই চাল রহিলে বিধবা গতি রহিলে বিধবা গতি ও কারো কারো কোতে সাধু সমাজ ইলা বিধি দিরতি বইরা ভগত রাই যাও সমরিয়া ধাই যাও সমরিয়া ধাই সাক্ষাৎ করো আহব জনরে সাক্ষাৎ করো ଆଜି 3 ବର୍ଷ ବିତି ଯାଇଛି ଦୁର୍ଭିକ୍ଷ ଆସିଛି ଆଜି ଦୁର୍ଭିକ୍ଷ କାହିଁକି ଆସେ ମହାମାରୀ କାହିଁକି ଆସେ ଆଜିର ଜଗତକୁ ଆମ ଜଗତକୁ ମଧ୍ୟ ଆସୁଛି କାରଣ କିଛି ଅନୀତି କଲେ କିଛି ପାପ କଲେ ପାପର ଭାର ବଢିଗଲେ ଆଜି ଆମ ପାଇଁକା ଦଣ୍ଡ ଆସେ এই দণ্ড মাধ্যম দেই সদাপ্রভু কৃপা করନ୍ତି অনুগ্রহ করନ୍ତି এবং লোক ফেরନ୍ତି ଧୈର୍ଯ୍ୟ ଦେଖନ୍ତି ଧୈର୍ଯ୍ୟ ଦେଖନ୍ତି আচ্ছা ଆଜି 3 ବର୍ଷ ବିତି ଯାଇଛି ସେ ସମୟରେ ଦୁର୍ଭିକ୍ଷ ପଡିଛି এই ସମୟରେ କଣ ହେଇଛି ଦୁର୍ଭିକ୍ଷର ଗୋଟେ ବାବୁରେ ମତେ ମନ ପଡି ଯାଉଛି କଲ୍ୟାଣ କଲ୍ୟାଣ ଆହାରି ବହୁତ ରାଗ ରାଗିଣୀ ତ ଛାଡି ଦେଇକି କଲ୍ୟାଣ ଆହାରି ପଦେ ଗାଇକି ଯିବା ଲେଖିଲେ ଯେତେବେଳେ ଏଲିଓ କହୁଛନ୍ତି ତୁମ୍ଭେ ମାନେ ଏଇ ଦୁର୍ଭିକ୍ଷ ସମୟରେ ପାପ କଲ ବୋଲି ଆହ୍ୱାନ ତାକୁ ତୁମ ରାଜ୍ୟକୁ ଦୁର୍ଭିକ୍ଷ ଆସିଲା ତୁମେ କଣ କର ନା ସତ୍ୟ ପରମେଶ୍ୱର ଯିଏ ଜୀବିତ ପରମେଶ୍ୱର ଆଚ୍ଛା ଆଜି ଆମେ ପରୀକ୍ଷା କରିବା କଣ ତୁମେ ସେଇ କର୍ମିଳ ପର୍ବତକୁ ଚାଲ ବାଲ ଦେବଗଣ 450 କୁ ନେଇଯିବ ଇସ୍ରାଏଲ ଯୁବା ମାନଙ୍କୁ ଏକତ୍ର କରିବ ଏଠି କଲ୍ୟାଣ ହାରି ପଦେ ଗାଇ ଦେଇକି ଆଗକୁ ବଢିଯିବା କାଲବରୀର ସେ ଯେ ଅସୀମ ପ୍ରେମ ଭୁଲି ତ ପାରେ ନା ମୋର ଶିଶୁରାଜନ କାଲବରୀର ସେ ଯେ ଅସୀମ ପ୍ରେମ ଭୁଲି ତ ପାରେ ନା ମୋର
ଜଟଣୀ ମଣ୍ଡଳୀର ଜଣେ ଭାଇ ପୂର୍ଣ୍ଣଚନ୍ଦ୍ର ନାୟକ ସିଏ ଗାୟକଙ୍କର ଗାଇବାରେ ଆଉ ବୁଝାଇବାରେ ମୁଗ୍ଧ ହୋଇ 100 ଟଙ୍କା ପ୍ରଦାନ କରିଛନ୍ତି। ସେଇ ଭାଇ ପୂର୍ଣ୍ଣଚନ୍ଦ୍ର ନାୟକ ବାୟକଙ୍କର ମୃଦଙ୍ଗ ବଜାଇବାରେ ମୁଗ୍ଧ ହୋଇ ବାୟକଙ୍କୁ ମଧ୍ୟ 100 ଟଙ୍କା ପ୍ରଦାନ କରିଛନ୍ତି। ଗାୟକଙ୍କର ଜଣେ ଭଉଣୀ ଭୁବନେଶ୍ୱର ମଣ୍ଡଳୀର ସିଏ ମଧ୍ୟ ଗାୟକଙ୍କର ଗାଇବାରେ ଆଉ ବୁଝାଇବାରେ ମୁଗ୍ଧ ହୋଇ 200 ଟଙ୍କା ପ୍ରଦାନ କରିଛନ୍ତି। ଆଉ ଜଣେ ଭଉଣୀ ଗାୟକଙ୍କର ପରିବର୍ତ୍ତନ ବିଷୟରେ ବୁଝାଇବାରେ ମୁଗ୍ଧ ହୋଇ 500 ଟଙ୍କା ପ୍ରଦାନ କରିଛନ୍ତି। अरे दिन गला 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 मोर दिन गला 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 मोर रात समस्त पुरोहित माने इस्राएल सब जुबा माने से कर्मी पर्वत को चल कहीं तुमर देवता सत्य किंतु आम परमेश्वर सत्य से विचार परीक्षा ए समय कौन है एलियो कहउचंती तुमे संख्या रे अधिक अछि राग कल्याण हरि संख्या रे अधिक जे संख्यार अधिक दुईटी पशु आण मो निमंते गोटे कुंभ निमंते गोटे दीटा यज्ञ बेदी तैयारी हबो खंड खंड करी से यज्ञ बेदी ऊपर रखिबा पशु को रखिबा से मांस को रखिबा किंतु अग्नि संयोग करिबा नाही कुंभर देवता यदि सत्य ताले से ऊर्ध्वरु अग्नि प्रदान करी सेई मांस को यज्ञ वेदी की ग्रहण करिबे जदि मोर परमेश्वर सदा प्रभु परमेश्वर सत्य से ऊर्ध्वरु अग्नि प्रदान करी ता ग्रहण करिबे देखा आज जेते बेले सेई दीटा यज्ञ वेदी निर्माण करछथि आज एलिया कोन करछथि डाकुछथि इस्राएल जुबा माने 12 गोष्ठी नाम संकेत विधि रे 12 उपल धरिनो हरि आज यज्ञ वेदी निर्माण सरी आज एलियो इस्राएल जुबा मान को डाकुचंती हे इस्राएल जुबा आज मो निकट को आस विजाति विदस्त पुरातन वेदी आपर कइले सज हरि
ସେଇ ପୁରାତନ ବେଦିକି 12 ଗୋଷ୍ଠୀ ନାମ ସଂକେତ ବିଧିରେ 12ଟି ପଥର ଥୋଇ ଆଜି ସେ ଯଜ୍ଞ ବେଦିକି ନିର୍ମାଣ କରିଛନ୍ତି ଏବଂ ଧରା କଳସୀ 4ଟି କଳସୀ ଜଳରେ ପୂର୍ଣ୍ଣ କରି ଆଜି କହିଛନ୍ତି ପ୍ରଥମ ଥର ଢାଳ, ଦ୍ୱିତୀୟ ଥର ଢାଳ, ତୃତୀୟ ଥର ଢାଳ, ଏଭଳି 12 କଳସୀ ଜଳ ଏବଂ ସେ ଖାଦ୍ୟ ଯୋଉ ଖୋଲିଥିଲେ ଚାରିକରେ ସେ ଜଳ ବୋହି ସେ ଖାଇ ଭର୍ତ୍ତି ବଡ ଖାଇ ଭର୍ତ୍ତି ଯାଇଛି। ଏହି ସମୟରେ ସେ ଆଜି କହୁଛନ୍ତି ବାଲ ଦେବଗଣକୁ ତୁମେ ତୁମର ତୁମେ ଡାକ। ସେ ଡାକିଛନ୍ତି ଯେତେବେଳେ ଡାକି ଡାକି ଅପରାହ୍ନ ହେଇଯାଇଛି এই সময়ে এলিও কହୁଛନ୍ତି তুমি জোরে ডাকো, নাচি নাচি ডাকো, রক্ত দেই ডাকো, তাহলে তোমার প্রভু অপেক্ষা করিথিবে শুনিবে। ওই পড়িবে এই সময়ে কোন হইছি পুরোহিত সরবে ডাকিলে উচল বেতে ডাকিলে উচল দে কাবাড়ি বেদি চৌপাশে বসে আজি চেকাপাড়ি চতুর্পাশে বেদি চতুর্পাশে ডাকুଛନ୍ତି আহে বালো মুরতি যেনা হেউ বারতি জানন্তু সকল সমস্তে তুমি জগতপতি আজি উষান্তে দিবস সকালରୁ সন্ধ্যা ହେଇ ଆସିଲା କିନ୍ତୁ ଅଗ୍ନି ଆସିଲାନି ସେ ଯଜ୍ଞ ବେଦିକି ଗ୍ରହଣ କଲା ଆଜ୍ଞା ଏଇଠି ଏଲିଓ କହୁଛନ୍ତି ତୁମମାନଙ୍କର ଡାକିବା ସମୟ ସରି ଯାଇଛି, ଏବେ ମୋର ପାଳି ଆସିଛି। ମୁଁ ଡାକିବି ସମୁଦି ରାଗ ଆନନ୍ଦ ଭରି ପଦେ ପକେଇବା ଆଉ ପଦ ଦିପଦ ଗାଇକିରି ଶେଷ କରିବା। ଲେଖିଲେ দীপাশে বসি ভকত আজি যেତେବେଳେ ଏଲିଓ ଇସ୍ରାଏଲ ଯୁବମାନଙ୍କୁ ଧରି ଡାକୁଛନ୍ତି ହେ ଇସ୍ରାଏଲ ଏ ଅବ୍ରାହମର ଈଶ୍ୱର, ହେ ଇସାହାକର ଈଶ୍ୱର, ହେ ଇସ୍ରାଏଲର ଈଶ୍ୱର, ତୁମେ ସେଇ ଅଗ୍ନି ଉର୍ଦ୍ଧ୍ୱରୁ ପଠାଇ ଏ ଯଜ୍ଞ ବେଦିକି ତୁମେ ବାବୁରେ এই ସମୟରେ ସେ ପ୍ରାର୍ଥନା ଶୁଣି ଉର୍ଦ୍ଧ୍ୱରୁ ଅଗ୍ନି ଆସିଛି। ଆଜି ସେଇ ଯଜ୍ଞ ବେଦିକି ଗ୍ରାସ କରିଛି। ଗୋଡ଼ ଖାଇ ତିଆରି ହେଇଥିବା ଯୋଉ ଜଳ ତାକୁ ମଧ୍ୟ କାଟି ପକେଇଛି। এই ସମୟରେ କଣ ହେଇଛି ଆଜି ସେଇ ଇସ୍ରାଏଲ ଯୁବମାନେ ବହୁତ ସୁନ୍ଦର ସୁନ୍ଦର ବାକ୍ୟ ସବୁ ଛାଡି ଆସିବାକୁ ପଡୁଛି। କଣ ଆଜି ଯୋଉ ମଝିରେ କହିଲ ପରିତ୍ରାଣ ମନ ପରିବର୍ତ୍ତନ, ଆଜି ମନ ପରିବର୍ତ୍ତନ ସମ୍ବାଦ କିଏ ଦେଇଥିଲେ?
ଆମେ ଯିବା ଏଇ ପ୍ରସଙ୍ଗ ଜୋହର ଯୁବକ ଦେଇଥିଲେ ପ୍ରଥମ ଯୋହମ ଯୁବକ ଦେଇଥିଲେ ମଳାକିରେ ଲେଖାଯାଏ 4-5 ପର୍ବରେ ଆମେ ତୁମ୍ଭ ଆସିବା ପୂର୍ବରୁ ଆମେ ଏଲିଓକୁ ପ୍ରେରଣ କରିବା ସେ ହେଉଛନ୍ତି ସେ ଏଲିଓ ଯେତେବେଳେ ପଚାରୁଛନ୍ତି ଶିଷ୍ୟମାନେ ଏ ତୁମେ କଣ ସେଇ ଏଲିଓ ତୁମେ କଣ ସେଇ ଭାବବାଦୀ ହେ ମୋର ପଣ୍ଡିତ ମଣ୍ଡଳୀ ଏ ବିଷୟ ଆହୁରି 1.5 ଘଣ୍ଟାର ବିଷୟ ରହିବ ଆଜି କଣ ହେଇଛି ଆଜି ଭାବବାଦୀ ମାନେ ଆଜି ଇସ୍ରାଏଲ ଯୁବା ମାନେ ଆଜି ଘେରି ଯାଇଛନ୍ତି ଏ ପୁରୋହିତ ମାନେ ଦୌଡ଼ିକି ପଳଉଛନ୍ତି ଦବା ପଦେ ପଞ୍ଚମ ବରାଡି ପଦେ ଦବା ପଞ୍ଚମ ବରାଡି ପଦେ ଦେଇକି ଶେଷ ଦେଖିଲେ ଧର ଧର ମାର ଆଜି ଇସ୍ରାଏଲ ଯୁବା ମାନେ ଘେରି ଯାଇଛନ୍ତି ସଦଳ ବଳି ସେଇ କର୍ମ ପର୍ବତ କତିରେ ଆଜି ଯେତେବେଳେ ପରୀକ୍ଷା ହେଇଛି ଆଜି ଉର୍ଦ୍ଧ୍ୱରୁ ଅଗ୍ନି ଆସିଛି ଗ୍ରାସ କରିଦେଇଛି ଆଜି ଗୋଡେଇ ଗୋଡେଇ ତାଙ୍କୁ ବଧ କରିଛି ଆଜି ଏଇ ସମୟରେ କଣ ହେଇଛି ମୋର ପଣ୍ଡିତ ମଣ୍ଡଳୀକୁ ଏତିକି କହି ରଖେ ଆଜି ଆହାବ ରାଜା ଇସବଲ ରାଣୀର ରୂପରେ ମୁଗ୍ଧ ହୋଇ ଆଶ୍ରା ମୂର୍ତ୍ତି ବାଲ ମୂର୍ତ୍ତି ନିର୍ମାଣ କରି ଆଜି ଦୁର୍ଭିକ୍ଷ ଆଣିଲେ ଅଭିଶାପ ଆଣିଲେ ମୋର ଭାଇ ମାନେ ପ୍ରସଙ୍ଗ ରଖିଛନ୍ତି କଣ ନା ତୁମେ କୃପା ଈଶ୍ୱରଙ୍କ କୃପାରୁ ତୁମେ ତାହାଙ୍କ ଠାରୁ କଣ ପଳାୟନ କରିବ ଈଶ୍ୱରଙ୍କର କୃପା ଧୈର୍ଯ୍ୟ ଚିର ସହିଷ୍ଣୁତ ରୂପ ଧନକୁ ତୁମେ କଣ ତୁଚ୍ଛ ଜ୍ଞାନ କରିବ ଯିଏ ତୁଚ୍ଛ ଜ୍ଞାନ କରିଛି ସେ ଅଭିଶାପ ପାଇଛି ଯିଏ ତୁଚ୍ଛ ଜ୍ଞାନ ନ କରିଛି ସେ ଆଶୀର୍ବାଦ ଏଠି ଆହାବ ଅଭିଶାପ ପାଇଲେ ଏବଂ ଏଲିଓ ଆଜି ପରୀକ୍ଷା କରି ଜଣେଇ ଦେଲେ ସଦାପ୍ରଭୁ ଯେ ଇସ୍ରାଏଲ ପରମେଶ୍ୱର ସେ ସତ୍ୟ ଏବଂ ଜୀବିତ ଏତିକିରେ ମୁଁ ରହିଲି ସୁମତି ଏତିକିରେ ମୁଁ ରହିଲି ସୁମତି ଏତିକିରେ ମୁଁ ରହିଲି ସୁମତି ନଚ ଦାସ ପ୍ରାର୍ଥନାରେ ନଚ ଦାସ ପ୍ରାର୍ଥନାରେ ତୁମରିବ ଆଜ ରାତି ଏତିକିରେ ଓ ଦୀନଜନ ଶରଣ ରକ୍ଷଣ ମହାବାହ ଦୀନଜନ ଶରଣ
শ্ରୋତା ମଣ୍ଡଳୀ ଆଚ୍ଛା। ଏବଂ ମୋର ପାଳକ ମହାଶୟ ଏବଂ ମୋର ଗୁରୁ ସମୀକ୍ଷକ ମହାଶୟ ସମସ୍ତଙ୍କର ଦୁଃଖ ଦୂର